କାର୍ଯ୍ୟରେ ଯୋଗ ଦେଉନାହାନ୍ତି ରାଜନଗର ସୋସାଇଟିର ନୂତନ ସମ୍ପାଦକ, ଯାହାଫଳରେ ସମସ୍ୟାରେ ପଡ଼ିଛନ୍ତି ଚାଷୀମାନେ। ଚାଷ କାମ ଆରମ୍ଭ ହୋଇଯାଇଥିବା ବେଳେ ନୂତନ ସମ୍ପାଦକ କାର୍ଯ୍ୟରେ ଯୋଗ ନ ଦେବା ଯୋଗୁଁ ଚାଷୀଙ୍କ ଇନ୍ସୁରାନ୍ସ ସାର କିଣା ବଡ଼ ସମସ୍ୟା ହୋଇଛି। ସୂଚନା ଅନୁସାରେ ରାଜନଗର ପୂର୍ବତନ ସୋସାଇଟି ସମ୍ପାଦକ ଜ୍ଞାନରଞ୍ଜନ ନାୟକଙ୍କ ବିରୋଧରେ ଲୋନ୍ ହେରଫେର, ଟୋକନ ହେରଫେର ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ଅଭିଯୋଗ ଆଧାରରେ ARCS ଯୋଗେନ୍ଦ୍ରନାଥ ବିଶ୍ୱାଳ ତାଙ୍କୁ ଜୁନ୍ ମାସ 24 ତାରିଖରେ ନିଲମ୍ବନ କରି ତାଙ୍କ ଜାଗାରେ ଭାଟପଡ଼ା ସୋସାଇଟି ସମ୍ପାଦକ ନୀଳମଣି ପ୍ରଧାନଙ୍କୁ ରାଜନଗର ସୋସାଇଟି ଦାୟିତ୍ୱ ଦେବାକୁ ସରକାରୀ ଅର୍ଡର ଜାରି କଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଆଜିକୁ ଗୋଟିଏ ମାସ ପୂର୍ବକୁ ବସିଥିଲେ ସୁଦ୍ଧା ନୂତନ ସମ୍ପାଦକ ଦାୟିତ୍ୱ ନେଇନାହାନ୍ତି। ତେବେ ସରକାରୀ ଅର୍ଡର ପରେ କାହିଁକି ସେ ଦାୟିତ୍ୱ ନେଇନାହାନ୍ତି ତାହାର ଉତ୍ତର ନାହିଁ ARCS ଯୋଗେନ୍ଦ୍ରନାଥ ବିଶ୍ୱାଳଙ୍କ ନିକଟରେ। ଦୀର୍ଘଦିନ ଧରି ଚାଷୀଙ୍କୁ ଶୋଷଣ କରୁଥିବା ସମ୍ପାଦକ ଜ୍ଞାନରଞ୍ଜନ ନାୟକ ନିଲମ୍ବନ ପରେ ଚାଷୀ ଖୁସି ଥିବା ବେଳେ ସରକାରୀ ଅର୍ଡରରେ ପାଳନ ହୋଇନି। ତେବେ ରାଜନଗର ସୋସାଇଟିର ନୂତନ ସମ୍ପାଦକ ରୂପେ ଦାୟିତ୍ୱ ପାଇଥିବା ନୀଳମଣି ପ୍ରଧାନଙ୍କୁ ଜିଲ୍ଲାପାଳ ତୁରନ୍ତ ଦାୟିତ୍ୱ ନଦେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ସେମାନଙ୍କ ଦାବି ପୂରଣ କରାନଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି। ଲାଷ୍ଟ ତାଙ୍କ ପାଖକୁ ଯେତେବେଳେ ଟୋକନ୍ ପାଇଁ ଗଲୁ, ସେ ଆଜି ଦେବେ କହିଲେ, କାଲି ଦେବେ କହିଲେ, ଏମିତି କହି ମାସ ଯାକ ବିତିଗଲା। ଲାଷ୍ଟକୁ ତାଙ୍କୁ ଯେତେବେଳେ ଫୋନ୍ କଲା ବେଳକୁ ମୁଁ ଏଠି ଅଛି, ଅଫିସରେ ନାହିଁ, ପରେ ଦେବି, ଆଜି ଦେବି, କାଲି ଦେବି କହି ଏମିତି ଯେତେବେଳେ ବିତିଗଲା, ଆମେ କଲେକ୍ଟର ପାଖକୁ ଯାଇ ଭେଟିଲୁ। କଲେକ୍ଟର ଯେତେବେଳେ ତଦନ୍ତକାରୀ ଟିମ୍ ପଠାଇଲେ, ତଦନ୍ତକାରୀ ଟିମ୍ କହିବା ମୁତାବକ ଟୋକନ୍ଟା ଦେଲେ। ଟୋକନ୍ ଦେଲା ପରେ ଆଇ ସ୍କାନ୍ କଲେନି। ଆମେ ପୁଣି ଗଲୁ କଲେକ୍ଟର ଅଫିସ୍, ତାପରେ ଆଇ ସ୍କାନ୍ କଲେ, ତାପରେ କିନ୍ତୁ ଟଙ୍କା ଛାଡ଼ିଲେନି। ଟଙ୍କା ବି ବହୁତ ମାନେ ସବୁ ଲୋକ ପାଇସାରିଲେ। ତାପରେ ଆମକୁ ବହୁତ ଲେଟ୍ରେ ଆମେ ତାଙ୍କୁ ଦୌଡ଼ି ଟଙ୍କା ଲାଷ୍ଟ ଛାଡ଼ିଲେ। ସସ୍ପେଣ୍ଡ ପରେ ଆମେ ସାର ବି ପାଇପାରୁନୁ। ସାର ପାଇଁ ଯେତେବେଳେ ତାଙ୍କୁ ଅଫିସର ଯେଉଁ ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି, ତାଙ୍କୁ ଏମାନେ ଡରଉଛନ୍ତି, ଧମକାଉଛନ୍ତି, ସିଏ ବି ଆସିପାରୁନାହାନ୍ତି କି ଜଏନ୍ କରିପାରୁନାହାନ୍ତି। ଆମେ ଚାହୁଁଛୁ ଯେଉଁ ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି ସିଏ ଆସିକି ତୁରନ୍ତ ଜଏନ୍ କରିବେ। ଆଉ ଯାହା ହଉ, ବହୁତ ଦିନ ପରେ ଆମ ଦୁଃଖ ସରକାର ଶୁଣିଛନ୍ତି, ଆମ ଗୁହାରି ଶୁଣିଛନ୍ତି, ତାଙ୍କୁ ନିଲମ୍ବନ କରିଛନ୍ତି। ତାପରେ ବି ସେ ପଇସା କାରବାର କରି ଏ ବୋର୍ଡ଼ ମେମ୍ବରମାନଙ୍କୁ ଧରି ଏ ପର୍ଯ୍ୟନ୍ତ ବି ନୂଆ ଯିଏ ପୋଷ୍ଟିଂ ହେବା କଥା ଏ ପର୍ଯ୍ୟନ୍ତ ପୋଷ୍ଟିଂ ତାଙ୍କ ନାଁ ଗଡ଼ୁଛି, କିନ୍ତୁ ପୋଷ୍ଟିଂ ହେଇନାହାନ୍ତି। ଏଠି ଚାଷୀମାନେ, ଚାଷୀ କୂଳ ଆଜି ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଟାକି ସେ ଇନ୍ସୁରାନ୍ସ ହେଉ କି ଟୋକନ୍ କ୍ଷେତ୍ରରେ ହେଉ କି ସାର କ୍ଷେତ୍ରରେ ହେଉ, ଯେକୌଣସି କ୍ଷେତ୍ରରେ ବି ହେଉ, ଚାଷୀମାନେ ଆଜି ବହୁତ 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 ଦୁଃଖ ପ୍ରକାଶ କରୁଛନ୍ତି। ଦାବି ରହିଛି, ଯେଉଁ ପୂର୍ବରୁ ଯିଏ ଥିଲେ ସେକ୍ରେଟାରୀ ଥିଲେ ବା ସମ୍ପାଦକ ଥିଲେ, ସେମାନେ ଯାହା ତାଙ୍କୁ ତ ନିଲମ୍ବନ କରାଯାଇଛି, କିନ୍ତୁ ବର୍ତ୍ତମାନ ତାଙ୍କୁ ପୁରା ଡିସମିସ୍ କରାଯାଇ ଯିଏ ନୂଆ ଆସୁଛନ୍ତି ତାଙ୍କୁ ତୁରନ୍ତ ଏଠି ପୋଷ୍ଟିଂ କରାଯାଉ। ଯଦି ବିଳମ୍ବ ହେଲା ତାହେଲେ ଆପଣ କ'ଣ ନିଷ୍ପତ୍ତି ନେବେ? ବାଧ୍ୟ ହୋଇକି ରାଜରାସ୍ତାକୁ ଓହ୍ଲାଇବୁ, ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବୁ। ସୋସାଇଟିର ରାଜନଗର ପଞ୍ଚାୟତର ସୋସାଇଟିର ଯେଉଁ ସେକ୍ରେଟାରୀ ଜ୍ଞାନରଞ୍ଜନ ନାୟକ ଆମ ଚାଷୀମାନଙ୍କୁ ନାହିଁ ନଥିବା ହଇରାଣର ସମ୍ମୁଖୀନ କରାଇଛି। ଆମେ ଦୀର୍ଘ ବର୍ଷ ହେଲା ଦୌଡ଼ି ତାଙ୍କ ପାଖରୁ ବହୁତ ହଇରାଣ ହେଇଛୁ। ଆମେ କୌଣସି ଉପଯୁକ୍ତ ନ୍ୟାୟ ତାଙ୍କ ପାଖରୁ ପାଇପାରିଲୁ ନାହିଁ। ଏ ଯେଉଁ କୁଜି ନେତା, ରାଜନେତାଙ୍କ ଦ୍ୱାରା ସେ ପରିଚାଳିତ ଯେଉଁମାନେ କମିଟିର ମେମ୍ବର ଅଛନ୍ତି, ସେମାନଙ୍କ ଘର ପିଛା 10ଟା 15ଟା ଟୋକନ୍ ପାଇଲେ। ଆମେ ଗୋଟିଏ ହେଲେ ଟୋକନ୍ ପାଇଲୁ ନାହିଁ। ଆମକୁ କନ୍ଦେଇକି ସେ ଛାଡ଼ିଲା। ଶେଷରେ ବର୍ତ୍ତମାନ ଆମ ପାଖରୁ ଧାନ ନେଇଗଲା, ଟୋକନ୍ ଦେଲାନି, ପଇସା ପାଇଲୁନି। ବର୍ତ୍ତମାନ ଚାଷ ସମୟ, ଆମେ ଯେଉଁ ମାଣେକଣ ଚାଷ କରୁଛୁ ସାର ପାଉନୁ। ବାହାରକୁ ଗଲାବେଳକୁ ସାର କିଲୋ ହେଉଛି 60 ଟଙ୍କା ଗ୍ରୁମର। ତାଙ୍କୁ ସସ୍ପେଣ୍ଡ କରିଦିଆଯାଇଛି। ତାଙ୍କୁ ସସ୍ପେଣ୍ଡ କରାଗଲା। ସେଇଠି ଆମେ କଲେକ୍ଟର ପାଖକୁ ଲିଖିତ ଭାବେ ଜଣେଇଲୁ କି ବାନ୍ସରେ ସସ୍ପେଣ୍ଡ କରାଗଲା। ବର୍ତ୍ତମାନ ସୁଦ୍ଧା ସେ ସୋସାଇଟିରୁ ଯାଇନାହାନ୍ତି। ଯେଉଁ ନୂତନ ଦାୟିତ୍ୱ ନେଲେ ଗତ 24 ତାରିଖ ଯେଉଁ ସେକ୍ରେଟାରୀ, ସେ ଏପର୍ଯ୍ୟନ୍ତ ଏଠାରେ ନିଯୁକ୍ତି ପାଇନାହାନ୍ତି। ଆମେ ଜାଣିବା ପାଇଁ ପାଉଛୁ ସେମାନେ ନିଯୁକ୍ତି ନ ଦେଇକରି ଜ୍ଞାନରଞ୍ଜନ ନାୟକଙ୍କୁ ରଖିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଏଇ କୁଜି ନେତା ଏବଂ ରାଜନେତା ବହୁତ ଚେଷ୍ଟା କରୁଛନ୍ତି। ଟଙ୍କା ପଇସା କାରବାର ଚାଲିଛି ବୋଲି ଆମେ ଖବର ପାଉଛୁ। ଆମେ ତ ଆଖିରେ ଦେଖିନୁ, ଖବର ପାଉଛୁ। ତେଣୁ କ'ଣ ଏବେ ଆମେ ଚାହୁଁଛୁ ଯିଏ ସସ୍ପେଣ୍ଡ ହେଇଛି ତାକୁ ଏ ଜାଗାରୁ ତୁରନ୍ତ ହଟେଇ ଦିଆଯାଇକରି ନୂଆ ସେକ୍ରେଟାରୀଙ୍କୁ ଦାୟିତ୍ୱ ଦିଆଗଲେ ଆମ ଚାଷୀ କୂଳ ଉପକୃତ ହେବ ବୋଲି ଆମେ ଭାବୁଛୁ। ସମସ୍ୟା ହେଇଛି ଖରିଫ ଋତୁରେ ଯେଉଁ ଧାନ ସମସ୍ୟା, ଆମେ ଟୋକନ ପାଇଲୁ ନା। ଏବଂ ଟୋକନ ଯଦି କଲେକ୍ଟର ପାଖକୁ ଗଲୁ, କଲେକ୍ଟର ଯେଉଁ ଯୋଗେନ୍ଦ୍ର ବାବୁ ତାଙ୍କର ଅଛନ୍ତି କ'ଣ CSO, ସିଏ ଅର୍ଡ଼ର କରିଦେଲେ ଏବଂ ତଦନ୍ତ ଟିମ୍ ଆସିଲା, ସିଏ ସବୁ ଆମକୁ ଟୋକନ୍ଟି ଦେଲେ। କିନ୍ତୁ ଟୋକନ୍ ଦେଲା ପରେ ଆମେ ଯେତେବେଳେ ଧାନ ଦେଇ ସାରିଲୁ, ମାସ ଧରି ଆମର ଚାଲିଲା ଖାଲି ତାଙ୍କ ପାଖକୁ ଯିବା ଏବଂ କେଉଁଠି ବାଘୁଆ, କେଉଁଠି ନାଉକଣା, କେଉଁଠି ଚକ୍ରଧରପୁର। ସମ୍ପାଦକ ମହୋଦୟ ଜ୍ଞାନରଞ୍ଜନ ନାୟକ ସସ୍ପେଣ୍ଡ ହେଇଯାଇଛନ୍ତି। ସସ୍ପେଣ୍ଡ ଦୁର୍ନୀତି କରିଛନ୍ତି ବୋଲି ତ ସେ ସସ୍ପେଣ୍ଡ ହେଇଛନ୍ତି, କିନ୍ତୁ ସେ ସସ୍ପେଣ୍ଡ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇପାରୁନି।
से बर्तमान जो नुआ दायित्व जो नेले नीलमणि बाबू से तो एपर्तंत जॉइन कर पारुना यही जो रहिले दुर्नीतिखोर बोर्ड सभ्य सभापति एमाने 10 गाड़ी 15 गाड़ी लेखा धान देइचंती किंतु प्रकृति जे चाषी से माने गोटे गाड़ी भी धान दे पारले नाही। तेज आप कौन रखे मत मोहन सरकार जिलापाल कौन कहे जो अटके रही निलंबन तेणु आम बर्तमान चाषी मोहन सरकार चाषी मान बहुत उन्नति बहुत काम करिसेंती किंतु बर्तमान जो प्रशासन स्तर में सी कार्यकारी जदि तो होती किंतु कहीं से होनी तापर से तदंत किसी ना तेणु आम चाहूँ आमर एपर्यंत सार चाष आरंभ है सार मुठा पाइलु ना कि आमर एपर्यंत इन्शुरांस भी है ना तेणु बोलिकी संपादक नहांती बोलिक आम हैरान होचु तेणु आम सरकार को अनुरोध करुचु एवं जिलापाल महोदय को अनुरोध करुचु से तुरंत ज्ञानरंजन को डिसमिस करंतु एवं नीलमणि बाबू को से स्थान में आणिक स्थानित करंतु।